ଟୁକୁର ଯାଦୁକରୀ ମଞ୍ଜି, ଟୁକୁସ୍ ମ୍ୟାଜିକାଲ ସିଡ୍। ଥରେ ଟୁକୁ ନାମକ ଏକ କୁନି ଠେକୁଆ ଥିଲା। ସେ ବଣରେ ବୁଲୁ ବୁଲୁ ଏକ ଚମକୁଥିବା ସୁନ୍ଦର ମଞ୍ଜି ପାଇଲା। ଟୁକୁ ସେହି ମଞ୍ଜିକୁ ଦେଖି ବହୁତ ଖୁସି ହୋଇଗଲା। ଟୁକୁ ଭାବିଲା, ମୁଁ ଏହି ମଞ୍ଜିକୁ ମାଟିରେ ପୋତିବି ଏବଂ ଦେଖିବି ଏଥିରୁ କ'ଣ ବାହାରୁଛି। ସେ ତାର ଛୋଟ ଛୋଟ ପଞ୍ଝାରେ ମାଟି ଖୋଳିବାକୁ ଲାଗିଲା। ସେହି ସମୟରେ ଗପି ନାମକ ଏକ କୁନି ଚଢ଼େଇ ଉଡ଼ି ଉଡ଼ି ସେଠାକୁ ଆସିଲା। ସେ କହିଲା, ଟୁକୁ କ'ଣ କରୁଛ? ମଞ୍ଜିଟି ବଢ଼ିବା ପାଇଁ ଉଷୁମ ସୂର୍ଯ୍ୟ କିରଣ ଦରକାର। ଟୁକୁ ଆକାଶକୁ ଚାହିଁଲା। ଉପରେ ସୂର୍ଯ୍ୟ ମାମୁଁ ଝଲସୁଥିଲେ। ଟୁକୁ ନିଜର କାନ ହଲାଇ ଖୁସିରେ ନାଚିବାକୁ ଲାଗିଲା। ତାପରେ ଧୀରୁ ନାମକ ଏକ ବୁଢ଼ା କଇଁଛ ସେଠାକୁ ଧୀରେ ଧୀରେ ଆସିଲା। ସେ କହିଲା, ଟୁକୁ କେବଳ ଖରା ହେଲେ ହେବନି, ଏହି ନିରୀହ ମଞ୍ଜିକୁ ପାଣି ମଧ୍ୟ ଦରକାର। ଟୁକୁ ପାଖରେ ଥିବା ପୋଖରୀକୁ ଦୌଡ଼ିଲା। ସେ ପାଣି ପାଖରେ ଠିଆ ହୋଇ ଭାବିଲା, ମୁଁ କିପରି ପାଣି ନେଇ ମଞ୍ଜିରେ ଦେବି। ଗପି ଏକ ବଡ଼ ସବୁଜ ପତ୍ର ଧରି ଉଡ଼ି ଆସିଲା। ସେଇ ପତ୍ରରେ ପାଣି ଭରି ଟୁକୁକୁ ଦେଲା। ଟୁକୁ ତାକୁ ସାହାଯ୍ୟ କରିବା ପାଇଁ ପତ୍ରଟିକୁ ଧରିଲା। ଧୀରୁ ଏବଂ ଗପି ମିଶି ମଞ୍ଜି ଉପରେ ପାଣି ଢାଳିଲେ। ସେମାନେ ପ୍ରତିଦିନ ଏହିପରି ଭାବରେ ମଞ୍ଜିର ଯତ୍ନ ନେବାକୁ ସ୍ଥିର କଲେ। କିଛି ଦିନ ପରେ ସେହି ସ୍ଥାନରେ ଏକ ଅତି ସୁନ୍ଦର ଏବଂ ରଙ୍ଗୀନ ଫୁଲ ଫୁଟିଲା। ଟୁକୁ ଏବଂ ଧୀରୁ ଫୁଲଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଟୁକୁ ବୁଝିପାରିଲା ଯେ ସାଙ୍ଗମାନଙ୍କ ସାହାଯ୍ୟରେ ସବୁକିଛି ସମ୍ଭବ ହୋଇପାରେ। ସେ ଗପି ସହିତ ମିଶି ଫୁଲ ଚାରିପଟେ ଖୁସିରେ ଖେଳିଲା।